Hello, readers. Today we will discuss a poem that is Because I Could Not Stop Her Death. So, this is written by Emily Dickinson. So, Emily Dickinson was a prominent figure in American literature. So, she was an American poetess. ତ ଏମିଲି ଡିକିନସନ୍ ପ୍ରାୟ ତାଙ୍କ ପୋଏମ୍ର ସବୁଠୁ ଖାସିୟତ ହେଉଛି ସିଏ ପ୍ରାୟ ମୋର୍ ଦାନ୍ 1800 ପୋଏମ୍ ତାଙ୍କ ଲାଇଫ୍ ସ୍ପାନ୍ ଭିତରେ ଲେଖିଛନ୍ତି। ଆଉ ସେଇ ଯେଉଁ ପୋଏମ୍ ଗୁଡ଼ା ଲେଖିଛନ୍ତି ସେ କୌଣସି ବି ପୋଏମ୍ର ଟାଇଟଲ୍ ଦେଇନାହାନ୍ତି, ତେଣୁ ତାଙ୍କ ପୋଏମ୍ର ଫାର୍ଷ୍ଟ ଲାଇନ୍ଟାକୁ ହିଁ ଟାଇଟଲ୍ ବୋଲି ଧରାଯାଏ। ତ 1830ରୁ 1886 ପର୍ଯ୍ୟନ୍ତ ସେ ତାଙ୍କର ଜୀବନ କାଳ ଥିଲା। ପ୍ରାୟତଃ ସମୟ ସେ ତାଙ୍କର ଘର ମାସାଚୁସେଟ୍, ସେ ସବୁବେଳେ ନିଜ ଘର ଭିତରେ ରହୁଥିଲେ, ଆଇସୋଲେସନ୍କୁ ପସନ୍ଦ କରୁଥିଲେ। ଆଇସୋଲେସନ୍ ମାନେ ବାହାରକୁ କୁଆଡ଼େ ଯାଉନଥିଲେ, ବୁଲାବୁଲି କରୁନଥିଲେ, ସବୁବେଳେ ତାଙ୍କ ରୁମ୍ ଭିତରେ ଏକୁଟିଆ ନିକାଞ୍ଚନରେ ରହିବାକୁ ସେ ଭଲ ପାଉଥିଲେ। ତ ମ୍ୟାକ୍ସିମମ୍ ତାଙ୍କର ପୋଏମ୍ ଗୁଡ଼ାକ କାହା ଉପରେ ଆବାଉଟ୍ ଡେଥ୍, ଇମୋର୍ଟାଲିଟି ଆଣ୍ଡ ନେଚର୍ ଏଇସବୁ ଉପରେ ସେ ପ୍ରାୟ ଲେଖନ୍ତି। ତ ୱାନ୍ ଅଫ୍ ହର୍ ମୋଷ୍ଟ ସେଲିବ୍ରେଟେଡ୍ ପୋଏଟ୍ରି ୱାଜ୍ ବିକଜ୍ ଆଇ କୁଡ୍ ନଟ୍ ଷ୍ଟପ୍ ହର୍ ଡେଥ୍। ତ ଏଇ ପୋଏମ୍ଟା ପ୍ରାୟ ସବୁ ୟୁନିଭର୍ସିଟିର ଏକ୍ଜାମ୍ରେ ହଉ, ପୋଷ୍ଟ ଗ୍ରାଜୁଏସନ୍ ଇଂଲିଶ ପିଲାମାନଙ୍କର ସବଜେକ୍ଟରେ ଅଛି। ତ ମୁଖ୍ୟ ଥିମ୍ ହେଉଛି କ'ଣ ଏଇଟାର, ଡେଥ୍ ଆଉ ଇମୋର୍ଟାଲିଟି ବିଷୟରେ କୁହାଯାଇଛି। ସୋ ଡେଥ୍କୁ ଏଠି କବୟିତ୍ରୀ କ'ଣ କରିଛନ୍ତି ନା ପର୍ସନିଫିକେସନ୍ କରିଛନ୍ତି ବା ପର୍ସନିଫାଇ କରିଛନ୍ତି ଆଜ୍ ଏ କାଇଣ୍ଡ ହାର୍ଟେଡ୍ ପର୍ସନ୍। ତାମାନେ କ'ଣ, ମୃତ୍ୟୁକୁ ସେ ଜଣେ ଦୟାଶୀଳ ବ୍ୟକ୍ତି ଭାବରେ ଗ୍ରହଣ କରିଛନ୍ତି ଡିକିନସନ୍। ସୋ ଲେଟ୍ ଷ୍ଟାର୍ଟ। ବିକଜ୍ ଆଇ କୁଡ୍ ନଟ୍ ଷ୍ଟପ୍ ହର୍ ଡେଥ୍, ମୁଁ ରୋକିପାରିଲିନି ମୃତ୍ୟୁକୁ ବା ମୁଁ ଅଟକାଇ ପାରିଲିନି ମୃତ୍ୟୁକୁ। ତା'ର ଅର୍ଥ କ'ଣ, ସିଏ ମରିବା ପାଇଁ ପ୍ରସ୍ତୁତ ନଥିଲେ। କିଏ? ଲେଖିକା ମରିବା ପାଇଁ ପ୍ରସ୍ତୁତ ନଥିଲେ, ଏତେ ବ୍ୟସ୍ତ ଥିଲେ ଯେ ସେ ମରିବାକୁ ଚାହୁଁନଥିଲେ। ବଟ୍ ହି କାଇଣ୍ଡଲି ଷ୍ଟପ୍ ଫର୍ ମି। ତୁମକୁ କହିଲି ଏଠି ମୃତ୍ୟୁକୁ ବି ଗୋଟେ ପର୍ସନ୍ ସହିତ ତୁଳନା କରାଯାଇଛି। ଯେହେତୁ ଲେଖିକା ପ୍ରସ୍ତୁତ ନଥିଲେ ମୃତ୍ୟୁ ପାଇଁ, ସେ ଅଟକି ପାରୁନଥିଲେ। ମାନେ କ'ଣ କହିଛନ୍ତି ଲେଖିକା, ମୁଁ ଅଟକି ପାରିବିନି କାହା ପାଇଁ? ମୃତ୍ୟୁ ପାଇଁ। ତେଣୁ ମୃତ୍ୟୁ ଏତେ କାଇଣ୍ଡ ହାର୍ଟେଡ୍, ଏତେ ଭଲ ଥିଲେ ଯେ ମୃତ୍ୟୁ ନିଜେ ଆସିଲେ। କେଉଁଠିକି ଆସିଲେ? ଷ୍ଟପ୍ ଫର୍ ମି, ମୃତ୍ୟୁ ମୋ ପାଇଁ ଅଟକି ଗଲେ। ଦି କ୍ୟାରେଜ୍ ହେଲ୍ଡ ବଟ୍ ଜଷ୍ଟ ଆୱାର ସେଲ୍ଫସ୍ ଆଣ୍ଡ ଇମୋର୍ଟାଲିଟି। କ୍ୟାରେଜ୍ ମାନେ ଯେଉଁଥିରେ ବସିକି ଯାଆନ୍ତି, ତ ଏଠି କୁହାଯିବ କ୍ୟାରେଜ୍ ମିନ୍ସ ୱାନ୍ ଟାଇପ୍ ଅଫ୍ ବଗି ଯେଉଁଟାକୁ କୁହନ୍ତି। ତ ସେଇ ବଗିଟାରେ ମୃତ୍ୟୁ ଆସିଲା। ସେ ବଗିରେ କିଏ ଥିଲା? ମୃତ୍ୟୁ ଥିଲା। ଦି କ୍ୟାରେଜ୍ ହେଲ୍ଡ ବଟ୍ ଜଷ୍ଟ ଆୱାର ସେଲ୍ଫ ଆଣ୍ଡ ଇମୋର୍ଟାଲିଟି, ଆମେ ଥିଲୁ। ଦ୍ୟାଟ୍ ମିନ୍ସ ଆଇ along with death and also immortality was there. Immortality ମାନେ ଅମରତ୍ୱ। ତେଣୁ ଅମରତ୍ୱ ଥିଲା, ମୃତ୍ୟୁ ଥିଲା, ଆଉ ମୁଁ ଥିଲି। ତେଣୁ ପ୍ରାୟ ଏମିଲି ଡିକିନସନ୍ଙ୍କର ସବୁଗୁଡ଼ାକ ପୋଏମ୍ ଏଇଭଳିଆ ସ୍ପେଶିଆଲ୍ ଆଉ ଇନକନଭେନ୍ସିଆଲ୍, ରାଇଟ୍। ତାପରେ କ'ଣ ହେଲା? ୱି ସ୍ଲୋଲି ଡ୍ରୋଭ୍, ଆମେ ଧୀରେ ଧୀରେ ଡ୍ରାଇଭ୍ କଲୁ, ଧୀରେ ଧୀରେ ଆଗକୁ ଗଲୁ। ହି ନ୍ୟୁ ନୋ ହାଷ୍ଟ, ହି ମିନ୍ସ ଦି ଡ୍ରାଇଭର ଅର୍ ଦି ଡେଥ୍, ନ୍ୟୁ ନୋ ହାଷ୍ଟ, ହାଷ୍ଟ ମିନ୍ସ ଜଲ୍ଦବାଜି। ତ ସିଏ ବ୍ୟସ୍ତ ନଥିଲା, ଜଲ୍ଦବାଜି ଆମର ନଥିଲା, ଆମେ ଧୀରେ ଧୀରେ ଆଗକୁ ବଢ଼ୁଥିଲୁ। ଆଣ୍ଡ ଆଇ ହାର୍ଡ଼ ପୁଟ୍ ଆୱେ ମାଇ ଲେବର୍ ଆଣ୍ଡ ମାଇ ଲିଜର୍ ଠୁ, ମୁଁ ସବୁ କରି ଛାଡ଼ିକରି ଆସିଥିଲି। କାହାକୁ ଛାଡ଼ିକରି ଆସିଥିଲି? ମାଇ ଲେବର୍, ମାଇ ୱାର୍କ, ମାଇ ହାର୍ଡ଼ ଲେବର୍, ମୋର ଯେଉଁ କଠୋର ପରିଶ୍ରମ, ମୁଁ ଯେଉଁଥିପାଇଁ ବ୍ୟସ୍ତ ଥିଲି ସେସବୁକୁ ଛାଡ଼ିକି ଆସିଥିଲି। ଆଣ୍ଡ ମାଇ ଲିଜର୍ ଠୁ, ମୁଁ ମୋର ଅଳସୁଆମୀ, ମୋର ଅଳସୁଆମୀକୁ ହଉ କି ମୋର ପରିଶ୍ରମ ହଉ, ସବୁ କିଛି ଛାଡ଼ି ଦେଇକି ଆସିଥିଲି। କ'ଣ ପାଇଁ? ଫର୍ ହିଜ୍ ସିଭିଲିଟି, ମୃତ୍ୟୁର ଭଦ୍ରାମୀ, ମୃତ୍ୟୁର ଏଇ ଯେଉଁ ସଭ୍ୟ ଦୃଷ୍ଟି, ମାନେ ମୃତ୍ୟୁ ଏତେ ଭଦ୍ର ଥିଲା, ଏତେ କାଇଣ୍ଡ ହାର୍ଟେଡ୍ ପର୍ସନ୍ ଥିଲା ଯେ କି ମୋ ପାଇଁ ଆସିକି ମୋ ପାଖରେ ଆସି ପହଞ୍ଚିଲା। ତେଣୁ ମୁଁ ତା ପାଇଁ ସବୁକିଛି ଛାଡ଼ିକି ପଳେଇ ଆସିଲି। ୱି ପାସ୍ଡ ଦି ସ୍କୁଲ୍, ଆମେ ଧୀରେ ଧୀରେ କାହା ଦେଇ ଗତି କଲୁ? ଆମେ ଅତିକ୍ରମ କଲୁ ଗୋଟେ ସ୍କୁଲ୍ ଦେଇକି। ହ୍ୱେୟାର୍ ଚିଲଡ୍ରେନ୍ ଷ୍ଟ୍ରୋଭ୍ ଆଟ୍ ରିସେସ୍ ଇନ୍ ଦି ରିଙ୍ଗ୍, ଯେଉଁଠିକି ଷ୍ଟ୍ରୋଭ୍ ମିନ୍ସ ଏଠି ହେବ ଖେଳିବା। ତ ପିଲାମାନେ ଯେଉଁଠିକି ରିସେସ୍, ଯେଉଁ ଖେଳ ଛୁଟି ସମୟରେ ପିଲାମାନେ ଖେଳୁଥିଲେ, ଯେତେବେଳେ ରିସେସ୍ ରିଙ୍ଗ ବାଜିଲା। ୱି ପାସ୍ଡ ଦି ଫିଲ୍ଡସ୍ ଅଫ୍ ଗେଜିଂ ଗ୍ରେନ୍, ଆମେ ପାସ୍ କଲୁ, ଆମେ ଅତିକ୍ରମ କଲୁ ଫିଲ୍ଡ, ଫିଲ୍ଡ ମାନେ କ୍ଷେତ, ବିଲ, ଜମି। କେଉଁ ଜମି? ଗେଜିଂ ଗ୍ରେନ୍, ଗ୍ରେନ୍ ମାନେ ଅମଳ। ସେ ଯେଉଁ ଗଛ ଗୁଡ଼ାକର ଅମଳ ସବୁ ହେଇଥିଲା, ସେ ସତେ ଯେମିତି ଚାହୁଁଥିଲା। କାହାକୁ ଚାହୁଁଥିଲା? ଆମକୁ ଚାହୁଁଥିଲା। ମାନେ ଆମେ ସେଇ ଯେଉଁ କ୍ଷେତ ଦେଇକି ଆଗକୁ ଯାଉଥିଲୁ, ସେ କ୍ଷେତରେ ସେ ଅମଳ ସବୁ ଆମକୁ ଚାହୁଁଥିଲେ। ୱି ପାସ୍ଡ ଦି ସେଟିଂ ସନ୍, ବୁଡ଼ି ଯାଉଥିବା ବା ଅସ୍ତଗାମୀ ଯାଉଥିବା ସୂର୍ଯ୍ୟଙ୍କୁ ମଧ୍ୟ ଭେଟିଲୁ। ଅର୍ ରାଦର୍ ହି ପାସ୍ଡ ଅସ୍, ଏମିତି ହୁଏତ ଆମେ ତାକୁ ଭେଟିଲୁ କିମ୍ବା ଅସ୍ତଗାମୀ ସୂର୍ଯ୍ୟ ଆମକୁ ଭେଟିଲା ବା ଆମକୁ ପାସ୍ କରିକି ଗଲା। ଦି ଡ୍ୟୁଜ୍
ଡ୍ୟୁ କ୍ୱିଭରିଂ ଆଣ୍ଡ ଚିଲ୍ ଦି ଡ୍ୟୁ ମାନେ କାକର ବୁନ୍ଦା। କାକର ବୁନ୍ଦା କ'ଣ ହେଇଥିଲା? ଡ୍ୟୁ କ୍ୱିଭରିଂ ଆଣ୍ଡ ଚିଲ୍, କ୍ୱିଭରିଂ ମାନେ ସେକିଂ, ଥରେଇ ଦେବା, ଆଣ୍ଡ ଚିଲ୍ ଏତେ ଥଣ୍ଡା ଥିଲା ଯେ ଦେହ ହାତ ଥରି ଯାଉଥିଲା। ସନ୍ଧ୍ୟା ଯେହେତୁ ହେଇଯାଇଥିଲା ସେତେବେଳେ ସବୁ ବହୁତ ଥଣ୍ଡା ଥିଲା ଆଉ ଦେହ ହାତ କମ୍ପୁଥିଲା ଏତେ ଶୀତରେ। ଫର୍ ଓନ୍ଲି ଗୋସାମର ମାଇ ଗାଉନ୍। ସୋ ହ୍ୱାଟ୍ ଇଜ୍ ଗୋସାମର? ଗୋସାମର ମିନ୍ସ ଗାଉନ୍ ପତଳା, ଯେଉଁଟାକି ପତଳା ପୁରା ଜାଲି ଭଳିଆ ଗାଉନଟାକୁ କୁହନ୍ତି ଗୋସାମର। ମାଇ ଟିପେଟ୍ ଓନ୍ଲି ଟ୍ୟୁଲେ। ସୋ ମାଇ ଟିପେଟ୍ ମିନ୍ସ ସ୍କାର୍ପ, ଯେଉଁ ଝିଅମାନେ ବେକରେ ପକାନ୍ତିନି ସେଇଟାକୁ କୁହନ୍ତି ସ୍କାର୍ପ। ଆଉ ମୋ ପାଖରେ କ'ଣ ଥିଲା? ଗୋଟେ ଟିପେଟ୍ ଥିଲା। ସେ ଟିପେଟ୍ଟା କେଉଁ ଭଳିଆ ଥିଲା? ଓନ୍ଲି ଟ୍ୟୁଲେ। ଟ୍ୟୁଲେ ମାନେ ଯେମିତି ବୁଢ଼ିଆଣୀ ଜାଲି ଭଳିଆ ପତଳା, ମାନେ ଯେଉଁ ଓଢ଼ଣା ମୁଣ୍ଡରେ ପକାନ୍ତିନି ସେଇ ଭଳିଆ ଥିଲା। ତେଣୁ ସେଗୁଡ଼ାକ କେଉଁ କାମକୁ ନଥିଲା, ମାନେ ଏତେ ଥଣ୍ଡାରେ ସେଗୁଡ଼ା କ'ଣ ହେବ ଏତେ ପତଳା ଜିନିଷ। ଇ ପାସ୍ଡ ବିଫୋର୍ ଏ ହାଉସ୍। ଆମେ ଅତିକ୍ରମ କରିଗଲୁ ଗୋଟେ ହାଉସ୍, ଗୋଟେ ଘର ଦେଇକି ଗଲୁ। ଦ୍ୟାଟ୍ ସିମ୍ଡ, ସେ ଲାଗୁଥିଲା, ଜଣାପଡ଼ୁଥିଲା। ଏ ସ୍ୱେଲିଂ ଅଫ୍ ଦି ଗ୍ରାଉଣ୍ଡ। ସ୍ୱେଲ୍ ମାନେ ବାହାରି ଆସିଥିବା, ଫାଟି ପଡ଼ୁଥିବା, ବା ସ୍ୱେଲ୍ ମାନେ ଫୁଲିଥିବା। ତାମାନେ ଏମିତି ଲାଗୁଥିଲା ଯେଉଁ ଗ୍ରାଉଣ୍ଡଟା ଟିକେ ଫୁଲିକି ଅଛି, ତାମାନେ କ'ଣ ସେଠି କିଛି ଜିନିଷ ପୋତା ହେଇଛି। ଓଭରାଲି କହିବାକୁ ଗଲେ ଲେଖିକା ଚାହୁଁଛନ୍ତି ଯେ ସେ ଗୋଟେ ମଶାଣି ଦେଇକି ଗଲେ, ଯେଉଁଠି ସବୁ କଫନ୍, ଗୋଟେ କବର ଦିଆହେଇଛି ସବୁ ଲୋକଙ୍କର ମୃତ ଶରୀର। ଦି ରୁଫ୍ ୱାଜ୍ ସ୍କାର୍ସଲି ଭିଜିବୁଲ୍। ଯେଉଁ ଘରର କି ଛାତ ଗୁଡ଼ାକ ସ୍କାର୍ସଲି, ତାମାନେ ଏତେ କ୍ଲିଅରଲି ଭିଜିବୁଲ୍ ନଥିଲା, କାଁ ଭାଁ କେଉଁଠି କେଉଁଠି ଦେଖାଯାଉଥିଲା। ଦି କର୍ନିସ୍ ଇନ୍ ଦି ଗ୍ରାଉଣ୍ଡ। ଆଉ କ'ଣ କର୍ନିସ୍ ମାନେ କ'ଣ? ଯେଉଁ ଘରର କର୍ନିସ୍ ମାନେ ଛାତ ସାଇଡ଼୍ରେ ଯେଉଁ ଟିକେ ଟିକେ ବାହାରି ନଥାଏ ସେଇଟାକୁ କୁହନ୍ତି କର୍ନିସ୍। ଛାତର ଉପର ପାଟକୁ ହିଁ କୁହାଯାଏ। ତେଣୁ ତାର କର୍ନିସ୍ ମଧ୍ୟ ଗ୍ରାଉଣ୍ଡରେ ଥିଲା। ଅର୍ଥାତ୍ କ'ଣ? ମଶାଣି କବର ଗୁଡ଼ାକ ସବୁ କେଉଁଠି ଥାଏ? ଗ୍ରାଉଣ୍ଡରେ ହିଁ ଥାଏ। ତାର ଅର୍ଥ କ'ଣ? ସେ ଯେଉଁ ଡେଥ୍ର ଜର୍ଣ୍ଣିକୁ କହିଛନ୍ତି, ଲାଇଫ୍ର ଜର୍ଣ୍ଣି ଫ୍ରମ୍ ବାର୍ଥ ଥ୍ରୁ ଡେଥ୍, କେମିତି କେମିତି ତାଙ୍କୁ ଯେଉଁ ମୃତ୍ୟୁ ଆସିଛି ନେବା ପାଇଁ ଆଉ ସେ କ'ଣ କ'ଣ ସବୁ ଦେଇକି ଯାଇଛନ୍ତି ସେହିସବୁ ବିଷୟରେ ବର୍ଣ୍ଣନା କରିଛନ୍ତି। ସିନ୍ସ ଦେନ୍, ସେବେ ପରଠୁ, ଇଟ୍ସ ସେଞ୍ଚୁରିଜ୍ ଆଣ୍ଡ ଇଟ୍ସ, ସେବେ ପରଠୁ ମୁଁ ଏଇଠି ଅଛି। ଇଟ୍ସ ସେଞ୍ଚୁରୀ, ତାମାନେ ଶତାବ୍ଦୀ ଶତାବ୍ଦୀ, ଶହ ଶହ ବର୍ଷ ଆ ଭିତରେ ବିତିଗଲାଣି। ଆଣ୍ଡ ଇଟ୍, ଏ ପର୍ଯ୍ୟନ୍ତ, ଫିଲ୍ସ ସର୍ଟର ଦାନ୍ ଦି ଡେ, ମୋତେ ମନେ ହେଉଛି, ମୋତେ ପ୍ରତୀହିତ ହେଉଛି ସତେ ଯେମିତି ଗୋଟେ ଦିନ ମାତ୍ର, ଗୋଟେ ଦିନଠୁ ବି କମ୍ ହେବ। ଏଇ ଯେଉଁ ଶହ ଶହ ବର୍ଷ, ଶତାବ୍ଦୀ ଶତାବ୍ଦୀ ଧରି ଯୁଗ ବିତିଗଲାଣି, ମୋତେ ମନେ ହେଉଛି ଗୋଟେ ଦିନଠୁ ମଧ୍ୟ ଏଇଟା ଛୋଟ ହେବ। ଆଇ ଫାଷ୍ଟ ସରମାଇଜ୍ଡ ଦି ହର୍ସେସ୍ ହେଡ୍ସ। ମୁଁ ଯେତେବେଳେ ଫାଷ୍ଟ ଟାଇମ୍ ଡେଥ୍କୁ କ୍ୟାରେଜରେ ଦେଖିଲି, ଯେତେବେଳେ ଡେଥ୍ ମୋ ପାଖରେ ଆସି ପହଞ୍ଚିଲା, ସେ ଯେଉଁ ଘୋଡ଼ାରେ ଆସୁଥିଲା, ଯେଉଁ ଘୋଡ଼ାରେ ଆମ କ୍ୟାରେଜ ବନ୍ଧା ହେଇଥିଲା, ମୋର ଯାହା ମନେ ପଡ଼ୁଛି, ମୁଁ ଅନୁମାନ କରୁଛି ସେଇ ଘୋଡ଼ାର ହେଡ୍ ମାନେ ମୁଣ୍ଡ। ୱି ଆର୍ ଟୁୱାର୍ଡ ଇଟର୍ନିଟି, ସେଇ ଘୋଡ଼ାର ମୁଣ୍ଡ ବା ଘୋଡ଼ା କୁଆଡ଼କୁ ଅତିକ୍ରାନ୍ତ ହେଉଛି ବା କୁଆଡ଼କୁ ତାର ଗତି ହେଉଛି? ଟୁୱାର୍ଡସ୍ ଇଟର୍ନିଟି। ଟୁୱାର୍ଡସ୍ ଇଟର୍ନିଟି ମିନ୍ସ ଅନନ୍ତ କାଳ, ବା ଯେଉଁଠି କିଛି ସରେନି, ଯେଉଁଠି ଅସୀମ କାଳ ପର୍ଯ୍ୟନ୍ତ। ତାମାନେ ମୃତ୍ୟୁଟା ହେଉଛି ଧ୍ରୁବ ସତ୍ୟ, ମାନେ ମୃତ୍ୟୁ ହେଉଛି ସୁଦୂର ପ୍ରସାରୀ, ଯାହାକୁ କି ଆମେ ଲିମିଟଲେସ୍, ଟୁୱାର୍ଡସ୍ ଇଟର୍ନିଟି, ଶାଶ୍ୱତ, ଚିର ଶାଶ୍ୱତ, ଯେଉଁଟାକି ଏବେ ସରେନି, ନଶ୍ୱର। ଇଟର୍ନିଟି ମିନ୍ସ ନଶ୍ୱର, ବା ଯେଉଁଟା ଅନନ୍ତ କାଳ ପର୍ଯ୍ୟନ୍ତ, ଅନନ୍ତ ସମୟ ପ୍ରସାରୀ ପର୍ଯ୍ୟନ୍ତ ସିଏ ବ୍ୟାପି ଯାଇଛି। କିଏ? ଦ୍ୟାଟ୍ ଇଟର୍ନିଟି। ତେଣୁ ଭାବୁଛି ଭଲ ଲାଗିଥିବ ତୁମମାନଙ୍କୁ ଏ ପୋଏମ୍ଟା। ଏଇଟା ତ ମୁଁ 4th ସେମିଷ୍ଟର ପିଲାଙ୍କ ପାଇଁ ତିଆରି କରିଛି। ଯଦି ତୁମେ ଚାହଁ ତାହେଲେ ମୁଁ ଏଇଟାର ନୋଟ୍ସ ମଧ୍ୟ ପ୍ରିପେୟାର କରିକି ଦେବି। ଥ୍ୟାଙ୍କ ୟୁ।